बहुत दिन पर टाइम बाहर करिकी मो पुओ निवराज को मु लास्ट वीक सैटरडे नेकी जाइथिली किड्स जोन जोटा कि अछि इंदिरानगर रे बांग्लोर रे। आउ आपण माने जदि बांग्लोर रे रहउछंती या इंदिरानगर रे रहउछंती ताले आपणकर छोटो पुओ या झियो को आपण पिला को किड्स जोन इंदिरानगर रे जो प्ले स्टेशन अछि आपण सेठी नै जाई परिबे। ତାଙ୍କର 1 hour ପାଇଁ ସେମାନେ ଚାର୍ଜ କରୁଛନ୍ତି 400 rupees। ଆଉ ସକ୍ସ ହଉଛି ପିଲାଙ୍କ ପାଇଁ କମ୍ପଲସରୀ। ପ୍ୟାରେଣ୍ଟ ଭିତରୁ ମମି ୟା ପାପା ଯିଏ ବି ଜଣେ ହଉ ମା ଆଉ ବାପା ତାଙ୍କର କମ୍ପ୍ଲିମେଣ୍ଟାରୀ ଅଛି। 2 ଜଣ ରହିଲେ ତାଙ୍କୁ ପୁଣି ଏକ୍ସଟ୍ରା ଆଉ ଜଣଙ୍କର ଚାର୍ଜେସ୍ ଲାଗିବ। ନିବରାଜ ୱାଜ ଏନ୍ଜୟିଂ ସୋ ମଚ୍। ସେ ଏତେ ଏନ୍ଜୟ କରୁଥିଲା ଆଉ ମତେ ବି ବହୁତ ଗିଲ୍ଟ ଫ୍ରି ଲାଗୁଥିଲା କାରଣ ମୁଁ ବିଲକୁଲ ବି ତାକୁ ଟାଇମ ଦେଇ ପାରୁନଥିଲି ବିକଜ ଅଫ ମାଇ ବିଜି ସ୍କେड्यूल। ବଟ୍ ସେଦିନ ମୁଁ ପୁରା ଇଣ୍ଟେନସନାଲି ନୋଇଂଲି ସବୁ କାମ ଶେଷ କରିକି ତାକୁ ଲଞ୍ଚ କରେଇକି ଟିକେ ଆରାମ କରେଇକି ମୁଁ ତାକୁ ଅଟୋରେ ନେଇକି ଗଲି ଆରାଉଣ୍ଡ 3:30 ବେଳେ। ଆଉ 4:30ରେ ଆମେ ପହଞ୍ଚିଲେ ସେ 5:30 6ଟା ଯାଏ ବହୁତ ଆରାମ ସେ ଖେଳିଲା। ଆକ୍ଚୁଆଲି 1 hour ଟାଇମ ତାର ଶେଷ ही ଯାଇଥିଲା। ତାର ଯୋଉଟା ଲାଇଟ୍ ଯୋଉଟା ସେ ୱାଚ୍ ପିନ୍ଧିଥିଲା ଜିପିଏସ୍ ବାଲା ତାର ସେ ଲାଇଟ୍ ଟା ଗ୍ରୀନ ରୁ ରେଡ୍ ହେଇଯାଇଥିଲା। ଷ୍ଟିଲ୍ ହି ଡଜଣ୍ଟ ୱାଣ୍ଟ ଟୁ କମ୍। ସେ ସେଇଠି ଆହୁରି ରହିବା ଥିଲା ମାନେ 10-15 minutes ତ ଆଇ ୱାଜ ଜଷ୍ଟ ଲିଟଲ କନଫ୍ୟୁଜ୍ଡ କି ମୁଁ ଏବେ ଆଉଥରେ ପେ କରିଦେବି କି ରିନ୍ୟୁ କରିଦେବି କି मतलब ମତେ ବି ଖରାପ ଲାଗୁଥିଲା କି ସେ ଖେଳିବା ପାଇଁ ଚାହୁଁଛି ବଟ୍ ମୁଁ ତାକୁ ଜବରଦସ୍ତି ନେଇକି ଆସିବା ପାଇଁ ଚାହୁଁଥିଲି କାରଣ ମୁଁ ଚାହୁଁଥିଲି କି ସେ ଆଉଥରେ ପୁଣି ନେକ୍ସଟ ଟାଇମ ଆସୁ ପୁଣି ଖେଳୁ ଗୋଟେ ଦିନରେ ବିଲକୁଲ ଖେଳିକି ଥକା ହେଇଗଲେ ପୁଣି ନେକ୍ସଟ ଟାଇମ ପାଇଁ ତାର एक्साइटमेंट भी रहबनी। तो देखो सी केते एंजॉय करची सेठी सी घंटे रू 1.5 घंटा बहुत एंजॉय कला। लिटराली मु ता सहित ऊपर तळ हेकी बहुत थकी जाइथिली। बट मु बहुत गिल्ट फ्री थी कारण मते बहुत टाइम दिन पर ताको टाइम देली एंड आई वाज फीलिंग सो गुड। मु ताको एई नेक्स्ट एई वीक रे भी नेकी जीवा पई प्लान करिथिली बट मु ताको नेकी जाई परलिनी। बट नेक्स्ट वीक मु ताको डेफिनेटली नेकी जिबी। ଆଉ ଆପଣ ଯଦି ମୋ ଭିडिଓକୁ ପ୍ରଥମ ଥର ଦେଖୁଛନ୍ତି ତାହେଲେ ପ୍ଲିଜ୍ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ କରିଦେବେ। ଆଉ ଆପଣ ଯଦି ବାଙ୍ଗାଲୋର ରହୁଛନ୍ତି ଆଉ ଇନ୍ଦ୍ରାନଗର ରହୁଛନ୍ତି ଆଉ ଯୋଉଠି ବି ରହୁଛନ୍ତି ଆହୁରି ବହୁତ ସାରା ପ୍ଲେ ଷ୍ଟେସନ ମୁଁ ତାକୁ ନେଇକି ଯାଏ ମୁଁ ତାର ଲିଙ୍କ ଆଉ ଡିଟେଲ୍ସ ଦେଇଦେବି। ଆପଣ ଯାଇକି ଆପଣଙ୍କ ପିଲାଙ୍କୁ ଏଠି ନେଇକି ଆପଣ ତାକୁ ଖେଳେଇ ପାରିବେ। ଟିଲ୍ ଦେନ୍ ଟାଟା ବାय ବାय ପୁଣି ଦେଖା ହବା ଆମେ ନେକ୍ସଟ ଭିଡିଓରେ। ଯୋଉ ତାର ହ୍ୟାପିନେସ ଦେଖୁଛନ୍ତି ନା ଷ୍ଟାର୍ଟିଂ ରେ ସେ ବହୁତ ମାନେ ଏତେ କନଫ୍ୟୁଜ ଥିଲା କନଫିଡେଣ୍ଟ ବି ନଥିଲା। ବଟ୍ ତାକୁ ମୁଁ ପୁରା ଏନକରେଜ କରି କରି ୟେସ୍ ୟେସ୍ ଗୁଡ୍ ଜବ୍ ଦିସ୍ ଦ୍ୟାଟ୍ କହିକି ତାକୁ ଏତେ କନଫିଡେଣ୍ଟ କରେଇଦେଲି कि सेठू से आसवा चाहूनଥିଲା। थैंक यू सो मच फॉर वाचिंग माय वीडियो। टाटा बाय बाय।